ମାଗିଆ ଚାରିଟା କଣ୍ଟାରେ ପିଟିକି ଚଢି ପିନ୍ଧିକି ଟଙ୍ଗେଇ ଦେଇଛନ୍ତି ସେଇଥିରେ ମାଗିଆ କେତେ ଗର୍ବ କରୁଛ ତାହେଲେ ଆମ ଭଗବାନ କାହିଁରୁ କାହିଁ ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବହୁମୂଲ୍ୟ ନାମରେ ମୋର ଆନ୍ତରିକ ନମସ୍କାର। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନେ ଶୁଣିଲେ ଏ ପିଲାଟି କେମିତି ଖରାପ ଭାଷାରେ ଖ୍ରୀଷ୍ଟିଆନମାନଙ୍କୁ ଗାଳି କରୁଛି ଏବଂ ଯୀଶୁଙ୍କୁ ଗାଳି କରୁଛି। କିନ୍ତୁ ଆପଣ ଜାଣିଛନ୍ତି ଯୀଶୁଙ୍କୁ ଗାଳି କଲା ପରେ ୟାର ଅବସ୍ଥା କ'ଣ ହେଲା, ସେଇଟା ବି ମୁଁ ଆପଣଙ୍କୁ ଦେଖେଇବି। ସେଥିପାଇଁ এই ଭିଡ଼ିଓକୁ ଆପଣ ଦେଖୁଥାନ୍ତୁ। ମୁଁ ଆପଣମାନଙ୍କୁ ଗୋଟେ ବିଷୟ ମୁଁ କହିବି, ଆଉ ଯଦି କୌଣସି ଖ୍ରୀଷ୍ଟିଆନ ବିରୋଧୀ ଭିଡ଼ିଓ ଦେଖୁଥାନ୍ତି ସେମାନେ ବି ଦେଖନ୍ତୁ। ଗୋଟେ ବିଷୟ କହିକି ତାପରେ ମୁଁ ଆପଣଙ୍କୁ ଦେଖେଇବି ଏ ପିଲାର ଅବସ୍ଥା କ'ଣ ହେଲା। ଆପଣମାନେ ଜାଣିଥିବେ ଖ୍ରୀଷ୍ଟିଆନ ବିରୋଧୀମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କିଭଳି ଭାବରେ ସେମାନେ ଥଟ୍ଟା ପରିହାସ କରନ୍ତି, କେମିତି ସେମାନେ ନିନ୍ଦା କରନ୍ତି। ଆଉ ସେମାନେ ଥଟ୍ଟା ପରିହାସ କରି ସେମାନେ କହନ୍ତି, ତମର ଯୀଶୁଖ୍ରୀଷ୍ଟ ତ କ୍ରୁଶରେ ମରିଗଲେ, ସେ କେମିତି ପରମେଶ୍ୱର ହେବେ? ନା ଏମାନେ ବାଇବେଲ ପଢ଼ନ୍ତି, ନା ଏମାନେ ନିଜର ହିନ୍ଦୁ ଧର୍ମଶାସ୍ତ୍ର ବି ପଢ଼ନ୍ତି। ବାଇବେଲ ପଢ଼ିବା ତ ଛାଡ଼ନ୍ତୁ, ବହୁତ ଦୂରର କଥା, ଏମାନଙ୍କ ପାଇଁ ସମ୍ଭବ ନାହିଁ। କିନ୍ତୁ କମ୍ ସେ କମ୍ ନିଜର ହିନ୍ଦୁ ଧର୍ମଶାସ୍ତ୍ର ପଢ଼ିବା ଦରକାର, ଯେ ଏମାନଙ୍କର ନିଜର ହିନ୍ଦୁ ଧର୍ମଶାସ୍ତ୍ର ସେମାନଙ୍କର ଦେବତାମାନଙ୍କ ବିଷୟରେ କ'ଣ କହେ ବା ଏମାନଙ୍କ ବିଷୟରେ କ'ଣ କହେ। ଏମିତି ଅନ୍ଧଭକ୍ତମାନେ ସେମାନେ ହିନ୍ଦୁ ଧର୍ମଶାସ୍ତ୍ର ପଢ଼ିବେ ନାହିଁ, ବାଇବେଲ ବି ପଢ଼ିବେ ନାହିଁ, କିନ୍ତୁ ସୋସିଆଲ ମିଡ଼ିଆରେ ଏମିତି ଆସିକି ବଡ଼ ବଡ଼ ଭାଷଣ ମାରିବେ। ଏମାନେ କହନ୍ତି ତୁମର, ଏମାନଙ୍କର ଭାଷାରେ ମୁଁ କହିଦେଉଛି, ଏମାନେ କହନ୍ତି ଯେ ତୁମର ଯୀଶୁ 3 କିଳାରେ ମରିଗଲେ, ସେ କେମିତି ପରମେଶ୍ୱର ହେବେ? ସେଇ ସେମ୍ ପ୍ରଶ୍ନ ମୁଁ ଏମାନଙ୍କୁ କରିବା ପାଇଁ ଚାହେଁ। ତୁମ କୃଷ୍ଣ ତ ଗୋଟେ କିଳାରେ ମରିଗଲେ, ସେ କେମିତି ପରମେଶ୍ୱର ହେବେ? ସେ କେମିତି ଈଶ୍ୱର ହେବେ? ଏବେ ଅନ୍ଧଭକ୍ତମାନେ ଭାବୁଥିବେ କ'ଣ ଗୋଟେ କିଳାରେ ବୋଲି କହୁଛି, ମାନେ କୃଷ୍ଣ କ'ଣ ଗୋଟେ କିଳାରେ ମରିଗଲେ କି? ଆରେ ମୂର୍ଖମାନେ, ତୁମର କୃଷ୍ଣଙ୍କର ଜୀବନୀ ଟିକେ ପଢ଼। ଯଦି ପଢ଼ିନ, ଜାରା ଶବର ତୁମ କୃଷ୍ଣକୁ ଗୋଟେ କିଳାରେ ମାରିଦେଲା, ମାନେ ଗୋଟେ ତୀରରେ ମାରିଦେଲା। ତୁମ କୃଷ୍ଣ ନିଜକୁ ବଞ୍ଚାଇ ପାରିଲା ନାହିଁ। ତୁମ କୃଷ୍ଣଙ୍କର ଅନ୍ତିମ ସଂସ୍କାର କରାଗଲା, ତାର ସବୁ ପୋଡ଼ିଗଲା, କିନ୍ତୁ ନାଭିଟା ପୋଡ଼ିଲା ନାହିଁ। ସେ ନାଭିକୁ କେଉଁଠି ଦିଆହେଇଛି? ପୁରୀର ଯେଉଁ ଜଗନ୍ନାଥ ଭିତରେ ଦିଆହେଇଛି ସେ ନାଭିଟାକୁ। ଏଇଟା କୌଣସି ନୂଆ କଥା ନୁହେଁ, ଏଇଟା ସମସ୍ତେ ଜାଣିଛନ୍ତି। ତୁମ କୃଷ୍ଣକୁ ଜାରା ଶବର ମାରିଦେଲା, କିନ୍ତୁ ତୁମ କୃଷ୍ଣ ବଞ୍ଚିଲା ନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶ ଉପରେ ମରିଗଲେ, କିନ୍ତୁ 3 ଦିନ ପରେ ସେ ବଞ୍ଚିଲେ। ହୁଏତ ଏଇ କଥା ତୁମେମାନେ ଜାଣିନଥିବ। ତେଣୁ ପ୍ରିୟ ବନ୍ଧୁଗଣ, ଚାଲନ୍ତୁ ଆମେମାନେ ଦେଖିବା ଏ ପିଲାର ଅବସ୍ଥା କ'ଣ ହେଲା ଯୀଶୁଙ୍କୁ ଗାଳି ଦେଇକି। ତାପରେ ଆମେମାନେ ଅନ୍ଧଭକ୍ତମାନଙ୍କୁ ଭଲରେ ଜବାବ ଦେବା। ଘର ଭାଙ୍ଗିଦେବେ ଏଇଭଳିଆ ସରକାର, ଯାହାକୁ ଆମେ ବର୍ଷାରେ ବୁଟ ଦେବା, ଯିଏ କହିବ ଆମ ଦୁଃଖ ସୁଖର ଠିଆ ହବ, ସିଏ ଆଜି ଆମ ଘର ଭାଙ୍ଗୁଛୁ, ଆମ ଘର ସାଇନ୍ କରିଛି ଆମ ଘର ଭାଙ୍ଗିବା ପାଇଁ। ଏଇଭଳିଆ ସରକାରକୁ ଆମେ ବୁଟ ଦେବା, ଆଉ ତଳି ତଳାନ୍ତ ହେଇଯିବା। ପୁରା ଭିଡ଼ିଓକୁ ବହୁତ ମାତ୍ରାରେ ସେୟାର କର ଭାଇ। ତେବେ ପ୍ରିୟ ବନ୍ଧୁଗଣ, ଆପଣମାନେ ସମସ୍ତ ବିଷୟ ଦେଖିଲେ ଏବଂ ସମସ୍ତ ବିଷୟ ଆପଣ ଜାଣିଲେ ଯେ ଦେଖନ୍ତୁ, ଏ ପିଲାଟି ଯୀଶୁଙ୍କୁ ଗାଳି ଦେଲା ପରେ ୟାର ଘର ଭାଙ୍ଗି ଯାଉଛି। ସରକାର ନିଜେ ଆସିକି ୟା ଘରକୁ ଭାଙ୍ଗିଦେଲେ। ସେତେବେଳେ ଏ ପିଲାଟି ଚିଲ୍ଲଉଛି, ଚିତ୍କାର କରୁଛି ଯେ ଆମ ଘର ଭାଙ୍ଗିଦେଲେ, ଆମେ ସରକାରକୁ ଭୋଟ ଦେଇକି ଭୁଲ କଲୁ, ଭିଡ଼ିଓକୁ ସେୟାର କର। ଏଇଟା ସରକାର ଭାଙ୍ଗିଲେ ନାହିଁ, ଏଇଟା ହେଉଛି ପ୍ରଭୁ ଯୀଶୁଙ୍କ ଆଡ଼ୁ ଗୋଟେ ଦଣ୍ଡ ଆସିଛି, ଆଉ ଯାହାଫଳରେ ଏଇ ପିଲାଟିର ଘର ଭାଙ୍ଗି ଯାଇଛି। ଆପଣମାନେ ଶୁଣିକି ଆଶ୍ଚର୍ଯ୍ୟ ହେବେ।
ପ୍ରଭୁ ଯୀଶୁ ଏମିତି ଦଣ୍ଡ ଦିଅନ୍ତି। ଆଜି ପର୍ଯ୍ୟନ୍ତ ଯୀଶୁଙ୍କୁ ଗାଳି ଦେଇକି କେହି ମଧ୍ୟ ବର୍ତ୍ତି ନାହିଁ, ବଞ୍ଚିନି। ଆଉ ଅନେକ ଅନ୍ଧଭକ୍ତମାନେ ସେମାନେ ଭାବୁଥିବେ, ଖ୍ରୀଷ୍ଟିଆନ ବିରୋଧୀ ଭାବୁଥିବେ, ଆମେ ତ ଯୀଶୁଙ୍କୁ ଡେଲି ଗାଳି ଦେଉଛୁ, ଆମର ତ କିଛି ହେଉନି। ହେଇନାହିଁ, କିନ୍ତୁ ହେବ, ଗ୍ୟାରେଣ୍ଟି ହେବ। ମୁଁ 100% ମୁଁ ଗ୍ୟାରେଣ୍ଟି ଦେଉଛି, ନିହାତି ହେବ। ମାନେ କାହିଁକି ହେବ ଦେଖନ୍ତୁ, କାରଣ ମୋର ନିଜର ଏକ୍ସପିରିଏନ୍ସ ଅଛି। ଯେଉଁମାନେ ଖ୍ରୀଷ୍ଟିଆନମାନଙ୍କୁ ତାଡ଼ନା କରନ୍ତି, ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଯେଉଁମାନେ ଗାଳି ଦିଅନ୍ତି, ସେମାନଙ୍କର ଜୀବନର ଦୁଇଟି ବିଷୟ ଘଟେ। ପ୍ରଥମ ବିଷୟ ହେଉଛି ଏମିତି ଗୋଟିଏ ପରିସ୍ଥିତି ତାଙ୍କ ଜୀବନରେ ଆସେ, ସେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରନ୍ତି, ବିଶ୍ୱାସ କରନ୍ତି, ବିରୋଧୀମାନଙ୍କ ଭାଷାରେ ସେମାନେ ଖ୍ରୀଷ୍ଟିଆନ ହୁଅନ୍ତି। ଏଇଟା ହେଉଛି ପ୍ରଥମ ପରିସ୍ଥିତି। ଦ୍ୱିତୀୟ ପରିସ୍ଥିତି ହେଉଛି ଏମିତି ସେମାନଙ୍କ ଜୀବନରେ ଦଣ୍ଡ ଆସେ, ସେମାନଙ୍କର ଜୀବନଟା ହିଁ ପୁରା ବର୍ବାଦ ହୋଇଯାଏ। ଯେଉଁମାନେ ଚର୍ଚ୍ଚ ଉପରେ ଆକ୍ରମଣ କରନ୍ତି, ପ୍ରଭୁ ଯୀଶୁଙ୍କର ଦଣ୍ଡ ତାଙ୍କ ଉପରେ ଘଟେ। ଆଉ ସେମାନେ ବିକଳାଙ୍ଗ ହୋଇଯାଆନ୍ତି, ନହେଲେ ତାଙ୍କର ଆକ୍ସିଡେଣ୍ଟ ହୁଏ, ନହେଲେ ସେମାନେ ପୋକ ମାଛି ପରି ସରି ସରି ମରିଯାଆନ୍ତି। ମାନେ ଯେଉଁଟାକି ମୁଁ ଜାଣିଛି, ମୋ ନିଜର ଅଭିଜ୍ଞତା ଅଛି, ମୁଁ ନିଜେ ଦେଖିଛି। ସେଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗାଳି ଦେଇକି ଯେଉଁ ଏମାନେ ଭାବୁଛନ୍ତି ଆମେ ବଞ୍ଚିଯିବା, ଆମେ ବର୍ତ୍ତିଯିବୁ, ଆମର କ'ଣ ହେଇଯିବ ଯୀଶୁଙ୍କୁ ଗାଳି ଦେଇକି, ତୁମର ଅବସ୍ଥା ଢିଲା ହେବ ଆଗାମୀ ଦିନମାନଙ୍କରେ। ଖାଲି ଟିକେ ଅପେକ୍ଷା କର, ଖାଲି ଟିକେ ଅପେକ୍ଷା କର, ଆଗାମୀ ଦିନରେ ତୁମର ଅବସ୍ଥା କ'ଣ ହେଉଛି ଟିକେ ଦେଖ। ତେବେ ତା'ର ଗୋଟେ ଉଦାହରଣ ହେଉଛି ଏଇ ପିଲାଟି ଯୀଶୁଙ୍କୁ ଗାଳି ଦେଲା, ପରବର୍ତ୍ତୀ ମୁହୂର୍ତ୍ତରେ ତା'ର ଘର ଭାଙ୍ଗିଗଲା। ଅନେକ ଲୋକମାନେ ଅଛନ୍ତି ଯେଉଁମାନେ ଯୀଶୁଙ୍କୁ ଗାଳି ଦେଇଛନ୍ତି, ଯୀଶୁଙ୍କୁ ଖରାପ ଭାଷାରେ କଥା କହିଛନ୍ତି, ପରବର୍ତ୍ତୀ ମୁହୂର୍ତ୍ତରେ ସେମାନଙ୍କ ପରିବାର ବି ବର୍ବାଦ ହୋଇଯାଇଛି, ସେମାନେ ବର୍ବାଦ ହୋଇଯାଇଛନ୍ତି, ଅଜଣା ରୋଗରେ ପରି ମରି ବି ଯାଇଛନ୍ତି। ଏମିତି ବି ସାକ୍ଷ୍ୟ ରହିଅଛି। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଏ ଭିଡ଼ିଓକୁ ଦେଖିକି ଆପଣ କ'ଣ ଭାବୁଛନ୍ତି? ଆପଣଙ୍କର ମତ କ'ଣ କମେଣ୍ଟ ବକ୍ସରେ କମେଣ୍ଟ କରିକି ନିଶ୍ଚିନ୍ତ ଭାବରେ ଜଣାନ୍ତୁ। ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବହୁମୂଲ୍ୟ ନାମରେ ମୋର ଆନ୍ତରିକ ନମସ୍କାର। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଜି ପାଇଁ ଏତିକି। ଯଦି এই ଭିଡ଼ିଓ ଆପଣଙ୍କୁ ଭଲ ଲାଗିଥାଏ, ଭିଡ଼ିଓକୁ ସେୟାର କରନ୍ତୁ, ଚ୍ୟାନେଲକୁ ଆପଣ ସବସ୍କ୍ରାଇବ୍ କରନ୍ତୁ। ପୁଣି ଥରେ ଭେଟ ହେବା ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ମୋର ଆନ୍ତରିକ ନମସ୍କାର।